ମାଗିଆ ଚାରିଟା କଣ୍ଟାରେ ପିଟିକି ଚଢି ପିନ୍ଧିକି ଟଙ୍ଗେଇ ଦେଇଛନ୍ତି ସେଇଥିରେ ମାଗିଆ କେତେ ଗର୍ବ କରୁଛ ତାହେଲେ ଆମ ଭଗବାନ କାହିଁରୁ କାହିଁ। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣ ଦେଖିଲେ ତ ଏଇ ପିଲାଟି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ କେମିତି ଗାଳି କରୁଛି। ହଁ ପ୍ରିୟ ବନ୍ଧୁଗଣ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଗାଳି କରୁଥିବା ଏମିତି ଅନେକ ମୂର୍ଖମାନେ ଦୁନିଆରେ ଅଛନ୍ତି। ଆଉ ଯେଉଁମାନେ କହନ୍ତି ତୁମର ପ୍ରଭୁ ଯୀଶୁଖ୍ରୀଷ୍ଟ ତ କ୍ରୁଶରେ ମରିଗଲେ, ତାଙ୍କୁ ମାରି ଦିଆଗଲା, ତୁମେ ତାଙ୍କୁ କେମିତି ପରମେଶ୍ୱର ବୋଲି ମାନୁଛ। ତେବେ ଏଇ ଯେଉଁ ପିଲା ଗାଳି ଦେଇଥିଲା, ଏ ପିଲାର ଅବସ୍ଥା କ'ଣ ହେଲା ଆପଣ ଜାଣିଛନ୍ତି? ତାହା ବି ମୁଁ ଆପଣଙ୍କୁ ଦେଖେଇବି। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଗାଳି ଦେବା ପରେ ପରେ ଠିକ୍ ତାର ଅବସ୍ଥା ବହୁତ ସାଂଘାତିକ ହେଇଯାଇଛି। ତେବେ ତା ପୂର୍ବରୁ ଗୋଟିଏ କଥା ମୁଁ ଆପଣଙ୍କୁ କହିବି, ତାପରେ ଆମେମାନେ ସେଇ ଭିଡ଼ିଓ କ୍ଲିପ୍ ଦେଖିବା ଆଉ ଏଇ ପିଲାର ଅବସ୍ଥା କ'ଣ ହେଇଛି। ଦେଖନ୍ତୁ ପ୍ରିୟ ଭାଇ ଏବଂ ଭଉଣୀମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଏମାନେ ଗାଳି ଦିଅନ୍ତି ଯେ ତୁମର ଯୀଶୁଖ୍ରୀଷ୍ଟ ତ କ୍ରୁଶରେ ମରିଗଲେ, ତାଙ୍କୁ 3ଟି କଣ୍ଟା ମରାଗଲା, ସେ କେମିତି ପରମେଶ୍ୱର ହେଇବେ ଆଉ ତୁମେ ତାଙ୍କୁ କେମିତି ଈଶ୍ୱର ବୋଲି ମାନୁଛ। ଆଉ ଯେଉଁମାନେ ଏମିତି ପ୍ରଶ୍ନ କରନ୍ତି, ଆଉ ଏମିତି ମୂର୍ଖମାନେ ନିଜର ହିନ୍ଦୁ ଧର୍ମଶାସ୍ତ୍ର ବି ସେମାନେ ପଢ଼ନ୍ତି ନାହିଁ। ଆଉ ଯଦି ସେମାନଙ୍କ ହିନ୍ଦୁ ଧର୍ମଶାସ୍ତ୍ରରୁ ଯଦି ପ୍ରଶ୍ନ ପଚରାଯାଏ, ଏମାନଙ୍କର ମୁହଁ ବନ୍ଦ ହେଇଯିବ, ଏମାନଙ୍କ ମୁହଁରୁ ଟିକେ ବି ଶବ୍ଦ ଏମାନଙ୍କର ବାହାରିବ ନାହିଁ। ତେବେ ସେମ୍ ପ୍ରଶ୍ନ ମୁଁ ରଖିବି ଅନ୍ଧଭକ୍ତମାନଙ୍କ ନିମନ୍ତେ, ଖ୍ରୀଷ୍ଟିଆନ ବିରୋଧୀମାନଙ୍କ ନିମନ୍ତେ। ପ୍ରଭୁ ଯୀଶୁଖ୍ରୀଷ୍ଟ ସିନା ତୁମରି ଭାଷାରେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ସିନା 3ଟି କିଳାରେ ମରାଗଲା, ତୁମ କୃଷ୍ଣ ତ ଗୋଟିଏ କିଳାରେ ମରିଗଲା। ଜାରାଶବର ତୁମ କୃଷ୍ଣଙ୍କୁ ଗୋଟିଏ କିଳାରେ ହିଁ ମାରିଦେଲା। ଆଉ ତୁମେମାନେ କଥା ହେଉଛ 3ଟି କଣ୍ଟା 3ଟି କିଳା ବିଷୟରେ। ଆଉ ଯଦି ଯୀଶୁଙ୍କୁ ମାନେ କ୍ରୁଶରେ ମରାଗଲା, ଯଦି ସିଏ ପରମେଶ୍ୱର ହେଇପାରିବେ ନାହିଁ, ତୁମ କୃଷ୍ଣ ଯେଉଁ ଗୋଟିଏ କିଳାରେ ମଲା, ସେ କେମିତି ଈଶ୍ୱର ହେଇପାରିବେ? ନିଜ ହିନ୍ଦୁ ଧର୍ମଶାସ୍ତ୍ରର ଜ୍ଞାନ ନାହିଁ, ଆସିକି ଆମକୁ ଏଠି ଜ୍ଞାନ ଦେଉଛ। ତେବେ ପ୍ରିୟ ବନ୍ଧୁଗଣ, ଚାଲନ୍ତୁ ଆମେମାନେ ସେଇ ଭିଡ଼ିଓକୁ ଆମେମାନେ ଦେଖିବା। ଏ ପିଲାର ଅବସ୍ଥା କ'ଣ ହେଇଛି ଆମେମାନେ ଦେଖିବା। ଆମ ଘର ଭାଙ୍ଗିଦେବେ ଏଇଭଳିଆ ସରକାର, ଯାହାକୁ ଆମେ ବର୍ଷାରେ ବୁଟ୍ ଦେବା, ଯିଏ କହିବ ଆମ ଦୁଃଖ ସୁଖର ଠିଆ ହବ, ସିଏ ଆଜି ଆମ ଘର ଭାଙ୍ଗୁଛୁ। ଆମ ଘର ସାଇନ୍ କରିଛି ଆମ ଘର ଭାଙ୍ଗିବା ପାଇଁ। ଏଇଭଳିଆ ସରକାରକୁ ଆମେ ବୁଟ୍ ଦେବା ଆଉ ତଳି ତଳାନ୍ତ ହେଇଯିବା। ପୁରା ଭିଡ଼ିଓକୁ ବହୁତ ମାତ୍ରାରେ ସେୟାର କରିବା। ତେବେ ପ୍ରିୟ ବନ୍ଧୁଗଣ, ଆପଣମାନେ ସମସ୍ତ ବିଷୟ ଦେଖିଲେ ଏବଂ ସମସ୍ତ ବିଷୟ ଆପଣମାନେ ଜାଣିଲେ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଗାଳି ଦେଲା ପରେ ସରକାର ଆସିକି ୟା ଘରକୁ ଭାଙ୍ଗିଦେଲେ। ଯୀଶୁଙ୍କୁ ଗାଳି ଦେଲା ବେଳକୁ ସେତେବେଳେ ତ ବହୁତ ମଜା ଲାଗୁଥିଲା, ଏବେ ନିଜ ଘର ଭାଙ୍ଗିଲା ବେଳକୁ ତ ମଜା ଲାଗୁନି। ଆଉ ନିଜ ଘର ଭାଙ୍ଗିବାର ମଜା ବି ଟିକେ ଟିକେ, ଆଉ ସେଟା କାହିଁକି ଛଡ଼ାଯିବ? ନିଜ ଘର ଭାଙ୍ଗିବାର ମଜା ବି ନେବାର ଅଛି ନା, ଯେ ଦେଖ ମୋ ଘର ଭାଙ୍ଗିଗଲା। ଏମାନେ ତ ମୁହଁରେ କହିପାରିବେନି ଯେ ମୁଁ ଏମିତି କାମ କଲି ବୋଲି। ମୋର କହିବାର ଅର୍ଥ ହେଉଛି, ମୁଁ ଯୀଶୁଙ୍କୁ ଗାଳି ଦେଲି ବୋଲି ସରକାର ଆସି ମୋ ଘର ଭାଙ୍ଗିଦେଲେ, ଇଏ ତ ଏମିତି କେବେ କହିପାରିବ ନାହିଁ। କିନ୍ତୁ ଗୋଟେ ବିଷୟ କହୁଛି, ଲାଇକ୍ କର, ସେୟାର କର, ଏ ଖବରକୁ ସମସ୍ତଙ୍କୁ ମାନେ ପଠାଇ ଦିଅ ଯେ ଆମେ ଏ ସରକାରକୁ ଭୋଟ ଦେଲୁ, କିନ୍ତୁ ଏ ସରକାର ଆମ ଘର ଭାଙ୍ଗିଦେଲା। ସରକାର ଘର ଭାଙ୍ଗିନି, ଇଏ ହେଉଛି ପ୍ରଭୁ ଯୀଶୁଙ୍କର ହେଉଛି ଯୋଜନା, ପ୍ରଭୁ ଯୀଶୁଙ୍କର ଦଣ୍ଡ ବା ପ୍ରଭୁ ଯୀଶୁଙ୍କର ଦଣ୍ଡ ଆପଣ କହିପାରିବେ। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ଦଣ୍ଡ ଦିଅନ୍ତି, ଠିକ୍ ସମୟରେ ଦିଅନ୍ତି। ଏମିତି ଅନେକ ଖ୍ରୀଷ୍ଟିଆନ ବିରୋଧୀମାନେ ଅଛନ୍ତି, ଯେଉଁମାନେ ଭାବୁଥିବେ କାହିଁ ଆମର ତ କିଛି ହେଉନାହିଁ, ଆମେ ଡେଲି ଯୀଶୁଙ୍କୁ ଗାଳି ଦେଉଛୁ।
ଆଜି ନହେଲେ ବି କାଲି ନିହାତି ହେବ। କାରଣ ଏଇସବୁ ମୁଁ ଦେଖି ଆସିଛି। ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଗାଳି ଦେଇଛନ୍ତି, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଥଟ୍ଟା ପରିହାସ କରିଛନ୍ତି, ଚର୍ଚ୍ଚ ଆକ୍ରମଣ କରିଛନ୍ତି, ପରବର୍ତ୍ତୀ ମୁହୂର୍ତ୍ତରେ ସେମାନଙ୍କର ଅବସ୍ଥା ପୁରା ସାଂଘାତିକ ହେଇଯାଇଛି। ଯେଉଁମାନେ ଚର୍ଚ୍ଚ ଆଟାକ୍ କରନ୍ତି ବା ଆକ୍ରମଣ କରନ୍ତି, ଯେଉଁମାନେ ଖ୍ରୀଷ୍ଟିଆନମାନଙ୍କ ଉପରେ ଆକ୍ରମଣ କରନ୍ତି କିମ୍ବା ଯୀଶୁଙ୍କୁ ଯେଉଁମାନେ ଗାଳି ଦିଅନ୍ତି, ସେମାନଙ୍କ ଜୀବନରେ ଦୁଇଟି ବିଷୟ ଘଟେ, ଯେଉଁଟା ମୁଁ ନିଜର ଏକ୍ସପିରିଏନ୍ସରୁ ମୁଁ ଆପଣମାନଙ୍କୁ କହୁଛି। ଦୁଇଟି ବିଷୟ ଘଟେ। ପ୍ରଥମ ବିଷୟ, ସେମାନେ ପରିବର୍ତ୍ତନ ହେବେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବେ ଏବଂ ସେମାନେ ଅନୁତାପ କରିବେ ଯେ ଆରେ ବାପରେ, ଜଣେ ସତ୍ୟ ପରମେଶ୍ୱରଙ୍କୁ ମୁଁ ଗାଳି ଦେଉଥିଲି, ତାଙ୍କୁ ମୁଁ ଘୃଣା କରୁଥିଲି, ଆଜିଠାରୁ ଯୀଶୁ ହିଁ ମୋର ପରମେଶ୍ୱର, ପ୍ରଭୁ ଯୀଶୁଖ୍ରୀଷ୍ଟ ହିଁ ମୋର ଉଦ୍ଧାରକର୍ତ୍ତା। ସେମାନେ କ'ଣ କରନ୍ତି? ନିଜର ପୂର୍ବ ଜୀବନକୁ ପରିତ୍ୟାଗ କରିକି ଛାଡ଼ି ଦେଇକି ସେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ନିଜର ବ୍ୟକ୍ତିଗତ ଉଦ୍ଧାରକର୍ତ୍ତା ଭାବରେ ସେମାନେ ବିଶ୍ୱାସ କରନ୍ତି। ହଁ ପ୍ରିୟ ବନ୍ଧୁଗଣ, ଏଇଟା ହେଉଛି ପ୍ରଥମ ପରିସ୍ଥିତି। ଦ୍ୱିତୀୟ ପରିସ୍ଥିତି ହେଉଛି, ଏମିତି ବି ମୁଁ ଦେଖିଛି ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଗାଳି ଦେଇଛନ୍ତି, ସେମାନଙ୍କର ଅବସ୍ଥା ସାଂଘାତିକ ହେଇଯାଇଛି। ସେମାନଙ୍କର ଆକ୍ସିଡେଣ୍ଟ ହେଇଯାଇଛି, ନହେଲେ ସେମାନେ ଅଜଣା ରୋଗରେ ପୋକ ମାଛି ଭଳି ମରିଛନ୍ତି। ଏମିତି ବି ସାକ୍ଷ୍ୟ ଗୁଡ଼ିକ ରହିଅଛି। ତେଣୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଯେଉଁମାନେ ଭାବୁଛନ୍ତି ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଗାଳି ଦେଇକି ଆମେ ବଞ୍ଚିଯିବୁ, ସେମାନେ ଭାବୁଛନ୍ତି ଏବେ ଯାଏ ତ ଆମର କିଛି ହେଇନି, ଏବେ ଯାଏ ସିନା କିଛି ହେଇନି, କିନ୍ତୁ ଆଗାମୀ ଦିନରେ ନିହାତି ହେବ। ମାନେ ଏଇ କଥାକୁ ଆମେ ଅସ୍ୱୀକାର କରିପାରିବା ନାହିଁ। ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ନିନ୍ଦା କରନ୍ତି, ଥଟ୍ଟା ପରିହାସ କରନ୍ତି, ପରମେଶ୍ୱର ସେମାନଙ୍କୁ ପରିବର୍ତ୍ତନ କରନ୍ତି, ନଚେତ୍ ସେମାନଙ୍କର ଅବସ୍ଥା ହିଁ ସେମାନଙ୍କ ଢିଲା କରିଦିଅନ୍ତି। ଆଉ ଯେଉଁମାନଙ୍କର ହେଇନାହିଁ, ସେମାନେ ଭାବୁଥିବେ ଏଇଟା କ'ଣ ଗୋଟେ ବକବାସ କରୁଛି। କିନ୍ତୁ ଯେତେବେଳେ ହେବ ନାହିଁ କି, ସେତେବେଳେ ମାନେ କିଏ ବି ପିଠିରେ ପଡ଼ିବେ ନାହିଁ। ଆଉ ସେତେବେଳେ ହୁଏତ ମନରେ ଆସିବ ଯେ ମୁଁ ଯୀଶୁଙ୍କୁ ଗାଳି କରିଥିଲି ବୋଲି, ଯୀଶୁଙ୍କୁ ମୁଁ ଏମିତି କହିଥିଲି ବୋଲି ମୋର ଅବସ୍ଥା ଏମିତି ହେଇଗଲା। କିନ୍ତୁ ସେତେବେଳେ ଆଉ କୌଣସି ସମୟ ହିଁ ନଥିବ, କାରଣ ପରମେଶ୍ୱରଙ୍କର କ୍ରୋଧ ତା ଉପରେ ଭଡ଼କିବ। ଏ ସମସ୍ତ ବିଷୟ ହେଉଛି ମୋର ଅଙ୍ଗେ ନିବା କଥା, ଆଉ ଯେଉଁଟାକି ମୁଁ ଦେଖିଛି ଲୋକମାନଙ୍କୁ। ଆଉ ଯେଉଁମାନେ ଯୀଶୁଙ୍କୁ ଗାଳି ଦିଅନ୍ତି, ଖ୍ରୀଷ୍ଟିଆନମାନଙ୍କୁ ଗାଳି ଦିଅନ୍ତି, ପରବର୍ତ୍ତୀ ମୁହୂର୍ତ୍ତରେ ସେଇମାନେ ହିଁ ରୋଗରେ ପଡ଼ିକି ଯୀଶୁଙ୍କ ପାଖକୁ ଆସନ୍ତି, ଆମ ପାଇଁ ଟିକେ ପ୍ରାର୍ଥନା କରିଦିଅ, କାଳେ ଆମେ ଭଲ ହେଇଯିବୁ କି। ଯଦି କୌଣସି ଖ୍ରୀଷ୍ଟିଆନ ଭାଇ ଭଉଣୀ ମୋର ଭିଡ଼ିଓ ଦେଖୁଥାନ୍ତି, ଯଦି ଆପଣ ଏମିତି ବିଷୟ ଲକ୍ଷ୍ୟ କରିଛନ୍ତି, ତେବେ ମୋତେ କମେଣ୍ଟ କରିକି ନିଶ୍ଚିତ ଭାବରେ ଜଣାନ୍ତୁ, ଯାହାଫଳରେ ଅନ୍ୟମାନେ ବି ଦେଖିପାରିବେ, ଜାଣିପାରିବେ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ଆନ୍ତରିକ ନମସ୍କାର। ଭିଡ଼ିଓ ଭଲ ଲାଗିଥିଲେ ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।